ଯନ୍ତ୍ରଣା ଓ ମୃତ୍ୟୁର ଭୟ ଭିତରେ ଇଏ ଜୀବାର ଗୀତ। ସବୁ କଷ୍ଟକୁ ଭୁଲି ଯାଇ ଏକାଠି ଲଢ଼ିବାକୁ କହୁଛି ଏ ସଙ୍ଗୀତ। ଏଠି ଦୁଃଖର ଦିନଗୁଡାକ ଚାଲିଯିବ, ଖୁସି ପୁଣି ଫେରି ଆସିବ। ମିସାଇଲ ମାଡ଼ରେ ଧ୍ୱଂସ ହୋଇଯାଇଛି ଏଠି ସବୁ କିଛି। ଚୁନା ହୋଇ ପଡ଼ିଛି ବଡ଼ ବଡ଼ ବିଲ୍ଡିଂ, ଆଉ ତାରି ଉପରେ ସେଲୋ ବଜାଉଛନ୍ତି ଜଣେ ଯୁବକ। ଇଏ ବେରୁତ୍ର ଦୃଶ୍ୟ। ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ ଯୋଗୁଁ ବେରୁତ ସହର ବର୍ତ୍ତମାନ ଯୁଦ୍ଧର ଯନ୍ତ୍ରଣା ଭୋଗୁଛି। ଘନ ଘନ ଆକ୍ରମଣ ପରିସ୍ଥିତିକୁ ଜଟିଳ କରିଛି, ଆଉ ତାରି ଭିତରୁ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଭିଡିଓ। ଯୁବକ ଜଣକ ବସିଥିବା ସ୍ଥାନଟି ଭଗ୍ନାବଶେଷରେ ପରିପୂର୍ଣ୍ଣ। ଚତୁଃପାର୍ଶ୍ୱରେ ଧ୍ୱଂସ କୋଠା ଏବଂ ଜନଶୂନ୍ୟ ପରିବେଶ। ସହର ସାରା ଭୟ ଯେମିତି ରାଜ କରୁଛି, ଆଉ ତାରି ଭିତରେ ବେରୁତ ସହରରେ ଭାସି ଆସିଛି ଏହି ସୁନ୍ଦର ମ୍ୟୁଜିକ, ଯାହାକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି। ଯେଉଁଠି ଯୁଦ୍ଧ ଭିତରେ ସହର ଚଳୁଛି, କୋଠା ଭୁଷୁଡୁଛି ଏବଂ ଭୟ ଓ ନୀରବତା ରାଜ କରୁଛନ୍ତି, ସେଇଠି ଏ ସୁମଧୁର ସ୍ୱର ଯେମିତି ସମସ୍ତଙ୍କୁ ଆଶ୍ୱାସନା ଦେଉଛି। ସେଲୋ ବଜାଉଥିବା ଯୁବକ ଜଣକ ହେଉଛନ୍ତି ଲେବାନନର ସେଲୋ ବାଦକ ମହଦି ସେହାଲି। ସେ ଧ୍ୱଂସାବିଶେଷ ଉପରେ ବସି ସେଲୋ ବଜାଉଛନ୍ତି। ଚାରିଆଡ଼େ ଯୁଦ୍ଧର କଳା ଛାୟା, କିନ୍ତୁ ଏହି ନୀରବ ପରିବେଶ ଯେମିତି ସଙ୍ଗୀତର ଏକ ଭିନ୍ନ କାହାଣୀ କହୁଛି। ସତେ ଯେମିତି ଲାଗୁଛି ପ୍ରତ୍ୟେକ ସ୍ୱରରେ ଯନ୍ତ୍ରଣା ଅଛି ଏବଂ ଏବେ ବି ଆଶା ବଞ୍ଚିଛି। ଭିଡିଓଟିକୁ ମାର୍ଚ୍ଚ 15 ତାରିଖରେ ସେୟାର କରାଯାଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖିସାରିଛନ୍ତି। ମହଦି ସେହଲିଙ୍କ ଏହି ସଙ୍ଗୀତ ଭିଡିଓ କେବଳ ଏକ ଭିଡିଓ ନୁହେଁ, ବରଂ ଇଏ ଯୁଦ୍ଧ ଭିତରେ ଜୀବାର ସଞ୍ଜୀବନୀ। ଭିଡିଓଟି ଯେମିତି କହୁଛି ଯୁଦ୍ଧ ସବୁ କିଛି ନଷ୍ଟ କରିପାରେ, କିନ୍ତୁ ମଣିଷର ମନୋବଳକୁ କିଛି ବି କରିପାରେ ନା। ଯୁଦ୍ଧ ପାଇଁ କେବଳ ଯେ ବେରୁତ ସହର ଖିନଭିନ ହୋଇଯାଇଛି ତା ନୁହେଁ। ଏମିତି ଇରାନ, ଆମେରିକା ଓ ଇସ୍ରାଏଲର ବିଭିନ୍ନ ସହରଗୁଡ଼ିକ ଧ୍ୱଂସସ୍ତୂପରେ ପରିଣତ ହୋଇଛି। ଜୀବନ ପାଇଁ ଏଠି କାନ୍ଦଣାର ସ୍ୱର ଶୁଭୁଛି, ତ ପୁଣି କେଉଁଠି ଧୈର୍ଯ୍ୟ ପାଇଁ ଭାସି ଆସୁଛି ଏମିତି କିଛି ସଙ୍ଗୀତ। ବ୍ୟୁରୋ ରିପୋର୍ଟ, OTV।